ହେଲା ହେଲା ମୋର ଯଦି ମ୍ୟାନୁଫ୍ୟାକ୍ଚରିଂ ଏଇଠି ହେଲା କଷ୍ଟଟା କମିଯିବ। ତ ସିଏ ସେଇଠି ମ୍ୟାନୁଫ୍ୟାକ୍ଚର କରିକି ସେଇଠି ଲୋକଙ୍କୁ ବିକିଲା। ତ ଯେତେବେଳେ ମୁଁ ମୋ ଲ୍ୟାଣ୍ଡ ଦଉଛି ଆଉ ତାକୁ ମ୍ୟାନୁଫ୍ୟାକ୍ଚରିଂ କରିବା ପାଇଁ ଏଠି ପ୍ରୋତ୍ସାହନ ଦଉଛି, ତାମାନେ ଆଗରୁ ମୁଁ ଯେତିକି ତା ପାଖରୁ ଇଣ୍ଟରେଷ୍ଟ ନଉଥିଲି ଇଣ୍ଟରେଷ୍ଟ ତ ନେବି, ତା ସହିତ ଇଣ୍ଟେନସିଭ ବି ନେବି। ଅର୍ଥାତ୍ ତାର ଯୋଉ ଜାଗା ଦେଲି ସେ ଜାଗା ବାବଦକୁ ଭଡା ପ୍ଲସ୍ ତାର ଯେତିକି ଲାଭ ହବ ତାର ବି ସେୟାରିଂ ମୁଁ ନେବି। ସେଟା ହେଲା କ୍ୟାପିଟାଲ ଇନଭେଷ୍ଟମେଣ୍ଟ। ବୁଝିଲ ତ ଏଇ ମେଥଡ ଥ୍ରୁରେ ମାନେ ଫରେନ୍ କଣ୍ଟ୍ରି ମାନଙ୍କୁ ଇନଭାଇଟ୍ କରନ୍ତି, ଯୋଉଟା କି ଆମର ଫରେନ୍ ପଲିସି ହିସାବରେ ସବୁ ବାହାର କଣ୍ଟ୍ରିର ଯୋଉ କମ୍ପାନୀ ମାନେ ଆସିକି ତାଙ୍କର ସେଟଅପ୍ ବନାନ୍ତି, ସେଇ ହିସାବରେ ତାଙ୍କର ପରସେଣ୍ଟେଜ ଡିଫାଇନ୍ ହୁଏ। ଏତିକି ପରସେଣ୍ଟରେ ସେମାନେ ଜିନିଷ ବିକିବେ ଆଉ ସେ ମୁନାଫାଟା କମ୍ପାନୀ। ବୁଝିଲେ? ତାପରେ ଆସିଲା ଇନକ୍ରିଜ ଇନ୍ କନଜ୍ୟୁମର ୱେଲଫେୟାର। ତମେ ଚିନ୍ତା କର ବିଫୋର 5 years ଆଇଫୋନ କେତେ ଜଣ ୟୁଜ କରୁଥିଲେ? ରେୟାରଲି ଲୋକ ୟୁଜ କରୁଥିଲେ। ତ ଆଇଫୋନ ରେୟାରଲି ୟୁଜ କରିବାର ଇଣ୍ଡିଆରେ ପ୍ରଥମ କାରଣ କଣ ଥିଲା ତମ ମତରେ? ଆଁ? କଣ ପାଇଁ? ଷ୍ଟାଟସ୍ ଡେଭଲପମେଣ୍ଟ। ନାଇଁ ନାଇଁ ମୁଁ କହିବା କଥା ନା କମ୍ କାହିଁକି ବ୍ୟବହାର? ପ୍ରଥମ ହେଲା ପ୍ରାଇସ୍, ଆଉ କଣ ହେଇପାରିବ? ଫିଚର୍ସ। ଫିଚର ନାହିଁ। ଆଣ୍ଡ୍ରଏଡ ର ଯେତିକି ଫିଚର ଅଛି ଆଇଫୋନ ର ସେତିକି ଫିଚର ନାହିଁ, ଦ୍ୱିତୀୟ। ତାପରେ ମ୍ୟାନୁଫ୍ୟାକ୍ଚରିଂ ନା ମ୍ୟାନୁଫ୍ୟାକ୍ଚରିଂ ମ୍ୟାଟର କରେନି। ଆଉ କଣ ହେଇପାରିବ? ଗୋଟେ ଜିନିଷ ବିକ୍ରି ହେଇଗଲା ତାପରେ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର କଣ ଅଛି? ସର୍ଭିସ। ଜିନିଷ ଆମେ ବିକିଦବା କିନ୍ତୁ ବିକି ସାରିଲା ପରେ ଯଦି ଖରାପ ହେଲା ତାର ସ୍ପେୟାର ପାର୍ଟ ମୋ ପାଖରେ ଆଭେଲେବଲ ଅଛି କି? କେତେ ସହଜରେ ମୁଁ କାମଟା କରିପାରିବି? ଆଗରୁ ତମେ ଯେତେବେଳେ ଦେଖିବ ତମେ ଯୋଉ ଘରୁ ଯେତେବେଳେ ବାହାରୁଛ ତମ ଘର ଛକ ପାଖରେ ଦୁଇ ଦିଟା ତିନି ତିନିଟା ସାଇକେଲ ଦୋକାନ ରହୁଥିଲା, ପଞ୍ଚର ମାର୍କେଟ ହେଇପଡୁଥିଲା। ଏବେ ସେ ଜିନିଷ ଅଛି କି? ସାଇକେଲ ଦୋକାନ ତ କେତେ ଟଙ୍କା ବଢି ରିୟାଲି ହେଲା। ଆଉ ସାଇକେଲ ଦୋକାନରେ ସାଇକେଲ ବିକ୍ରି ହଉଥିଲା, ଏବେ ଗୋଦାମ ତମକୁ ଯିବାକୁ ପଡୁଛି, ଯେମିତି ରାଣୀହାଟ ହଉ ମଙ୍ଗଳବାର ହଉ ସେପଟେ ଆମର ସାଇକେଲ ଗୋଦାମ ଅଛି। ଆମେ ସେଇଠି କଟକକୁ ସବୁ ଭଲ ସାଇକେଲ ଆମେ ପାଉଛେ। ସେ ପୁଣି ଦି ତିନିଟା ଗୋଦାମ ଅଛି। ଏଇ କଲେଜ ଛକରେ ଗୋଟେ, ସେଠି ତିନି ଚାରିଟା ସାଇକେଲ ଦୋକାନ ଅଛି, ବାସ୍ ତାଠୁ ଆଉ ଅଧିକା ସାଇକେଲ ଦୋକାନ ନାହିଁ ଯୋଉଟା କି ଆମେ ଭଲ କ୍ୱାଲିଟି ଆଉ ଭଲ ଭେରାଇଟି ସାଇକେଲ ଉପରେ। ହଁ ମାନେ କେତେ ହାତ ଗଣତି ମାନେ ସେଠି ଆଗରୁ କଣ ଥିଲା, ଗଳି ଭିତରେ ପଶିଯିବ ସାଇକେଲ ଦୋକାନ, ସାଇକେଲ ଦୋକାନୀ ମାନେ ବି ସାଇକେଲ ଆଣିକି ବିକୁଛନ୍ତି। ତ ଯିଏ ଆମ ଘର ପାଖରେ ବିକୁଛି ସେ ଲୋକ ଉପରେ ଭରସା ଅଛି, କାରଣ ସିଏ ଆମକୁ ସର୍ଭିସ ଭଲ ଦବ। ଏବେ ଷ୍ଟାର୍ଟ ଯଦି ତମକୁ ଭାଙ୍ଗିଗଲା, ତମ ଘର ଯଦି କରିଥିବ ତାଙ୍କ ଘର ପାଖରେ କିମ୍ବା ନୂଆ ବଜାର ଥିବ, ତମକୁ ଏଠି ରାଣୀହାଟ ଏପଟକୁ ଆସିବାକୁ ପଡିବ। ତ ସର୍ଭିସ ହଉଛି ଗୋଟେ ମେନ୍ ପାର୍ଟ। ତ ଯେତେବେଳେ ଫରେନ୍ ମ୍ୟାନୁଫ୍ୟାକ୍ଚର କମ୍ପାନୀ ଯେତେବେଳେ ଆସିଲା, ତ ତମେ ଯେତେବେଳେ କିଣି ଦଉଛ ତାର ଯଦି କୌଣସି ପାର୍ଟସ ସବୁ ଭାଙ୍ଗି ଯାଉଥିଲା କିମ୍ବା ପାର୍ଟସ ରିପ୍ଲେସମେଣ୍ଟ ହଉଥିଲା, ତମକୁ ଏଗେନ୍ ତାର ସର୍ଭିସ ପାଇଁ ସର୍ଭିସ ସେଣ୍ଟର ମିଳୁନି। ତ ସେଥିପାଇଁ ସେ ପପୁଲାର ହେଇପାରିଲା। କିନ୍ତୁ ଏବେ ଏଇ ଜିନିଷ ରାପିଡଲି ଆଭେଲେବଲ ହେଲା ବିକଜ ଅଫ ସେ ପ୍ରଥମେ କଣ କଲା, ତାର ସର୍ଭିସ ଷ୍ଟେସନ ଖୋଲିଲା। ଯେତେ ଅଧିକ ସର୍ଭିସ ଷ୍ଟେସନ ଖୋଲିଲା ସେତେ ମ୍ୟାନୁଫ୍ୟାକ୍ଚରିଂ ତାର ବଢିଲା ଆଉ ଲୋକ ସେତେ ଟ୍ରଷ୍ଟେଡ କଲେ। ଆଉ ଯୋଉଠି ସର୍ଭିସ ନାହିଁ ଲୋକ କହିଲେ ନାଇଁ ଆର ସର୍ଭିସ ଗଲା, ମୁଁ ପାର୍ଟସ ମିଳୁନି। ଯଦି ଛୋଟିଆ କଣ ଭାଙ୍ଗିଗଲା, ଫୋନ ଡ୍ୟାମେଜ ହେଇଗଲା। ଆଉ ଆଇଫୋନ ର ଯେହେତୁ କଷ୍ଟ ଅଧିକ, ଗୋଟେ ଲୋକ ତାର ପଇସା ସଞ୍ଚୟ କରିକି ସେ ଅଧିକ ପଇସା ଦେଇକି ତା ଷ୍ଟାଟସ ମେଣ୍ଟେନ କରିକି ଆଣିଥିବ, ଯଦି ଟିକେ କଣ ଭାଙ୍ଗିଗଲା ସରିଗଲା। ତ ଏବେ ସମସ୍ତେ ଆଫୋର୍ଡେବଲ କାହିଁକି ହଉଛନ୍ତି ନା, ଯେହେତୁ ତାର ସର୍ଭିସ ସେଣ୍ଟର ଗୁଡାକ ଇଜିଲି ଆଭେଲେବଲ, ଟ୍ରଷ୍ଟେଡ ବ୍ରାଣ୍ଡ ହେଇଗଲା।
ଆଉ ଏଇ ଯୋଉ ଫରେନ୍ ଇନକ୍ରିଜ ଇନ୍ କନଜ୍ୟୁମର ୱେଲଫେୟାର, ଫରେନ୍ ଜିନିଷ ଯେତେବେଳେ ଆମେ ୟୁଜ କରୁଛେ ସେତେବେଳେ କଣ ରହୁଛି ନା ଆମେ ଫରେନ୍ ୱେଲଫେୟାର ବି ବଢୁଛି। ୱେଲଫେୟାର ମାନେ କଣ? ଇଣ୍ଟର ରିଲେସନସିପ ଯୋଉଟା କହିଲେ, ତାର ଡେଭଲପମେଣ୍ଟ ବି ସେଇଭଳିଆ ରହୁଛି। ଆମେ ଫରେନ୍ ପ୍ରଡକ୍ଟ ଯଦି ଆମେ କହିବା, ଆମେ ଗାଡି ଭିତରେ ହାର୍ଲି ଡାଭିଡସନ ୟୁଜ କରୁଛେ, ଓକେ, ଯୋଉ ମର୍ସିଡିଜ ୟୁଜ କରୁଛେ, ଅଡି ଏ ସବୁ ୟୁଜ କରୁଛେ, ଓକେ, ଡ୍ରେସିଂ ମ୍ୟାଟେରିଆଲ ବି ଆମେ ୟୁଜ କରୁଛେ, ଡ୍ରେସ ଏ ସବୁ ୟୁଜ କରୁଛେ ଫରେନ୍ ର। ତ ଆ ଦ୍ୱାରା କଣ ହଉଛି, ଆମେ ଫରେନ୍ ଡିଜାଇନ କୁ ବି ଆଡପ୍ଟ କରୁଛେ, ଆଉ ଫରେନ୍ ମାନେ ଆମ ଡିଜାଇନ କୁ ବି ଆଡପ୍ଟ। ତ ସମ୍ବଲପୁରୀର ଯୋଉଟାର ଚାହିଦା ନଥିଲା, କିନ୍ତୁ ସେଇ ସମ୍ବଲପୁରୀ ଡ୍ରେସ ଯେତେବେଳେ ଚାହିଦା କେତେବେଳେ ବଢିଲା ନା ଯେତେବେଳେ ଫରେନ୍ ଆସିଲେ, ତ ସେତେବେଳେ ଜାଣିଲେ ଆରେ ସମ୍ବଲପୁରୀର କିଛି ଗୋଟେ ଭ୍ୟାଲୁ ଅଛି, ତ ତା ଡିମାଣ୍ଡ ବଢିଲା। ଏବେ ତମେ ନର୍ମାଲ ଡ୍ରେସ କିଣିବ, ଯେତିକି ହେଇଥିବ ଗୋଟେ ସାର୍ଟ ଟେ ତମେ କିଣିବ, ତମେ ସମ୍ବଲପୁରୀ ସାର୍ଟ କିଣିବ 2000 ଆଉ ସମ୍ବଲପୁରୀ ଶାଢୀର ତ ଆହୁରି ଅଲଗା ମର୍ଯ୍ୟାଦା ଅଛି, 15,000 ଷ୍ଟାର୍ଟ ପାଟ ଫାଟ ଆଡକୁ। କିନ୍ତୁ ତାକୁ ଆମର ଏଠି ହାତ ତିଆରିକୁ ଆମେ ଏତେ ପଚାରୁନି, କିନ୍ତୁ ବ୍ରାଣ୍ଡେଡ କେତେବେଳେ ହେଲା ଯେତେବେଳେ ଫରେନ୍ ରେ। ତେଣୁ ସେଠି କଣ ଆସିଲା ନା ସେମାନେ ଯେତେବେଳେ ପିନ୍ଧିକି ବୁଲିଲା, ସେମାନେ ଭଲ ଦେଖାଗଲା, ତ ଆମକୁ ଆମେ ବି ପିନ୍ଧି ଆଣିଛୁ। ଆଉ ସେଇ ୱେଲଫେୟାର ନେକ୍ସଟ ଆମେ ପଢୁ। ଚାଉଳ ବୋଧେ ଆମେ ବହୁତ ଶସ୍ତାରେ ଏଠି ପାଉଥିଲେ, ଅରୁଆ ଚାଉଳ ହଉଥିଲା, ସେଇ ଅରୁଆ ଚାଉଳରେ କ୍ଷୀରି ହଉଥିଲା, ଆମେ ତ ଭଲ ପାଉଥିଲେ। କିନ୍ତୁ ଆମେ ଭାତଟାକୁ ଗୋଟେ ଇଗ୍ନୋର କରିଦେଲେ, ଗୋଟେ ଘରେ କିଛି ନାହିଁ ତ ଭାତ ଡାଲି ତ ଅଛି, ହଁ, କିଛି ନାହିଁ ତ ଭାତ ଆ, ଆଳୁ ଚକଟା ଅଛି। କିନ୍ତୁ ଯେତେବେଳେ ଫରେନ୍ ୱେଲଫେୟାର ବଢିଲା ବା ଫରେନ୍ ଟ୍ରାଡିସନରେ କଣ ଆସିଲା ନା ବିରିୟାନୀ ଆସିଲା। ଯେତେବେଳେ ବିରିୟାନୀର ବିକା ହେଲା, ବିରିୟାନୀ ଚାଉଳ ଆସିଲା, ତ ଯୋଉ 10 ଟଙ୍କା 20 ଟଙ୍କା ଯୋଉ ଚାଉଳ ଆମେ ପାଉଥିଲେ, ସେ ଚାଉଳର କ୍ୱାଲିଟି ବି ବଢିଗଲା। ସେ ଚାଉଳକୁ ଆଉ ଟିକେ ପ୍ୟୁରିଫାଇ କରିକି ବିରିୟାନୀ ଚାଉଳ ହିସାବରେ ଆମ ପାଖରେ ପ୍ରେଜେଣ୍ଟ କରାଗଲା, ଆଉ ତାର ଦାମ ହେଇଗଲା କିଲୋକୁ 200। ତ ସେଇ ଚାଉଳ ତାକୁ ପ୍ୟୁରିଫାଇ କରିକି, ତା ଦ୍ଵାରା କଣ ହେଲା ନା ବିଜନେସ କାହାର ବଢିଲା, ଇଣ୍ଡିଆନ କଲଚରର ବି ବିଜନେସ ବଢିଲା, ତାର ଭ୍ୟାଲୁ ବଢିଲା, ତା ସହିତ ଫରେନ୍ ୱେଲଫେୟାର ବି ବଢିଲା, ଆଉ ତାକୁ କୋଉ ୱେରେ ଆମେ ରିପ୍ରେଜେଣ୍ଟ କରିପାରିବା। Okay, and there is a kind of interrelationship. ସେ କହିଲେ that international trade brings higher consumer welfare in terms of new and variety good and service. ତ କମ୍ପିଟିସନ ଆସିଲେ ସର୍ଭିସ ଆମେ ଭଲ ପାଇବା। ଯେତେବେଳେ ଗାଁ ମାନଙ୍କରେ କିମ୍ବା ଆମେ ଯେତେବେଳେ ମାନେ ଯେତେବେଳେ ସକାଳୁ ଉଠିଲେ ବ୍ରଶ କରିବା, ପେଷ୍ଟ ଦରକାର ହଉଥିଲା, ଆମେ କଣ ମାଗୁଛୁ? ଦାନ୍ତ ଗୋଟେ ମାଗି ଗଲୁ, ତୁ ପେଷ୍ଟ ସରିଗଲା, ତୁ କଣ କହିବୁ ଦୋକାନରେ ଯାଇକି? ପ୍ରଧାନ ତୁ କଣ ମାଗୁ କହିଲୁ କେମିତି? ହଁ, ତ ପେଷ୍ଟ ସରିଯାଇଛି, ସକାଳୁ ଉଠିଲୁ କଣ ମାଗିବୁ? କହ କଣ ହଁ କଣ ମାଗୁ? ପେଷ୍ଟ ମାଗୁ, ପେଷ୍ଟ ନେଲେ ତ ସେ ପେଷ୍ଟ ମାଗୁ, କଣ ମାଗୁ? ହଁ ବାସ୍ ସେଇଟା କହ। ତ ଭାଇ ଗୋଟେ କୋଲଗେଟ ଦିଅ ହେଲା, ଯେତେବେଳେ ତମର ଦାନ୍ତ ଯୋଉ ବ୍ରଶ ଯୋଉ ପେଷ୍ଟ ଟା ସରିଗଲା, ତ ଭାଇ ଗୋଟେ କୋଲଗେଟ ଦିଅ। କିଏ ମାଗିଛ ଏଇଭଳିଆ? ମାଗିଛ ନା ମାଗିନ? ତୁ କଣ ମାଗୁ? ମାଗିଛୁ ଟିକେ ଭାଇ ଗୋଟେ କୋଲଗେଟ ଦିଅ, ମାଗିଛୁ କି ନାଇଁ? କିନ୍ତୁ ସେ ଲୋକଟା ତୁମେ କୋଲଗେଟ ମାଗିଲା, ସେ ତମକୁ କଣ ଧରେଇଥିବ? ପେପ୍ସୋଡେଣ୍ଟ ଧରେଇଥିବ, ନା ଡାବର ଧରେଇଥିବ, ନା କ୍ଲୋଜର ଧରେଇଥିବ, ଆଉ ତମେ ବି ଖୁସି ହେଇକି ତାକୁ ଆଣିବ। କିନ୍ତୁ ତମେ କଣ ମାଗିଛ? ତମେ ମାଗିଛ କୋଲଗେଟ। କୋଲଗେଟ ଇଜ ଏ ବ୍ରାଣ୍ଡ। କିନ୍ତୁ ଆମେ ଯେତେବେଳେ କୋଲଗେଟ ମାଗୁ, ସେ କୋଲଗେଟ ଜାଗାରେ ପେପ୍ସୋଡେଣ୍ଟ ବି ଧରେ, କୋଲଗେଟ ଜାଗାରେ ଡାବର ବି ଧରିବ, କ୍ଲୋଜର ବି ଧରିବ। ହେଲା, ଯେତେବେଳେ ତମକୁ କ୍ଷୀରରେ ଯୋଉ ଚା ପିଇବାର ଅଛି, କ୍ଷୀର ଆଭେଲେବଲ ନାହିଁ, ତାହେଲେ ତମେ କଣ ମାଗିବ? ଅମୁଲ ମାଗିବ। ଅମୁଲ ର ଫାଇଟର କିଏ? ଆଁ? କଣ କହ? ଓକେ, ହଁ, ଅମୂଲ୍ୟ ଅଛି, ଅମୂଲ୍ୟ ଅଛି, ଏସବୁ ଅଛି, କିନ୍ତୁ ଆମ ପାଖରେ ସିଏ ଆମେ ଜାଣିଛେ ଓମଫେଡ ବି ଅଛି, ଓମଫେଡ ଦୋକାନରେ ଓମଫେଡ ର ମିଲ୍କ ପାଉଡର ମିଳିବ, କିନ୍ତୁ ଆମେ କଣ ମାଗିବା? ଭାଇ ଅମୁଲ ଟା ଦେବା।
ଆଉ ସିଏ ବି ଲୋକ, ସିଏ ବି ସାର୍ପ ଦିମାଗ ଥିବ, ସିଏ ବି ଓପେନ୍ କରିକି ମୁଣ୍ଡ। ଓକେ, ସୋ ଆ ଦ୍ୱାରା ଏଇଟା କହିବାର ଅର୍ଥ ହଉଛି ଗୋଟେ ବ୍ରାଣ୍ଡ ଏମିତି ନାଁ ନେଇଥାଏ, ସେ ବ୍ରାଣ୍ଡ ନାଁରୁ ହିଁ ଆମେ ଜିନିଷ ଜାଣୁ। ଆମେ ଜାଣୁନା ଯେ ଟୁଥପେଷ୍ଟ ଟା କଣ, ଆମେ ଟୁଥପେଷ୍ଟ ଟା କହିପାରିବାନି, ଆମେ ଜାଣିଛେ ଯେ କୋଲଗେଟ ଟା କଣ। ତ ଭାଇ କୋଲଗେଟ ଟା ବୁଝି ହଉଛି, ସୋ ଇଟ୍ ଇଜ ଦ ଫ୍ୟାକ୍ଟ। ଏଇଟା ଏବେ ଆସ୍ତେ ଆସ୍ତେ କମିଲାଣି, ବଟ୍ କିନ୍ତୁ ଆଗରୁ କଣ ହଉଥିଲା, ଅମୁଲ କହିଲେ ଅମୁଲ ଜାଗାରେ ଅମୂଲ୍ୟ ବି ଦିଆ ହଉଥିଲା, ଅମୁଲ ବି ଦିଆ ହଉଥିଲା। ଆଉ ଆମେ ଯଦି କହିବା ଯେ ଟୁଥପେଷ୍ଟ କହିଲେ କେହି ବୁଝିବେନି, ଆମେ କୋଲଗେଟ କହିଲେ ସମସ୍ତେ ବୁଝିବେ। ହଁ କୋଲଗେଟ ଟା ନାହିଁ, ଏଇଟା ନ ଏଇଟା ଆଉ ଗୋଟେ ଅଛି। ହଁ କୋଲଗେଟ ଟା ନାହିଁ, ମାନେ କୋଲଗେଟ ଜାଗାରେ କୋଲଗେଟ ଟା ଦେଖାଅ। ହଁ ଭାଇ ଏଇଟା ଅଛି, ତୁ ଯୋଉଟା ଖୋଜୁଥିଲୁ ସେଇଟା ନାହିଁ, ଏଇଟା ନାହିଁ। ହେଲା, କିନ୍ତୁ ତା ନାଁ ଟା କେହି ଜାଣିବ। Then fosters competition. Foreign trade enable a country to face foreign competition. The home industry protected behind a tariff wall become inefficient and sick. When they face the foreign competition, their efficiency and productivity rise. They produce the goods of international standard. ଆଉ ଗୋଟେ ଜିନିଷ କଣ ବଢିବ ନା କମ୍ପିଟିସନ ବଢିବ। ମାର୍କେଟରେ କମ୍ପିଟିସନ କେତେବେଳେ ଆସିବ, ମୋ ପାଖରେ କମ୍ପିଟିଟର ଆସିବ। ସ୍କୁଲରେ ଯଦି ଗୋଟେ ଷ୍ଟୁଡେଣ୍ଟ ଅଛି ଟେନସନ ନାହିଁ, ଯାହା ବି ମାର୍କ ରଖିବ ଫାଷ୍ଟ ହେବି, ଯାହା ବି ମାର୍କ ରଖିବ ସେକେଣ୍ଡ ହେବି, ଯାହା ବି ମାର୍କ ରଖିବି ଥାର୍ଡ ହେବି। ଯଦି ଦିଟା ପିଲା ରହିବେ ଦେନ୍ ଦେयर ଇଜ ଏ କମ୍ପିଟିସନ। ନା ଆଉ ଟିକେ ବଢିବାକୁ ପଡିବ, କାହିଁକି ନା କାଳେ ସେ ଫାଷ୍ଟ ପ୍ରାଇଜ ଟା ନେଇଯିବ କି, ମୁଁ ଗୋଟେ ଥିଲି ପାଉଥିଲି ସବୁବେଳେ, ସେ ଆଉ ଗୋଟେ ଆସିଗଲା। 3 ନମ୍ବର ଆସିଲେ ଦେନ୍ ଆଉ ଟିକେ କମ୍ପିଟିସନ ରେଞ୍ଜ ପଡିଯିବ। ଯଦି ଅଧିକ 50ଟା ପିଲା ବସିଲେ ଦେନ୍ ହେଭି କମ୍ପିଟିସନ ଅଛି। ତ ସେମିତି ଯେତେବେଳେ ଫରେନ୍ ପ୍ରଡକ୍ଟ ଯେତେବେଳେ ଇଣ୍ଟ୍ରୋଡ୍ୟୁସ ହୁଏ, ଇଣ୍ଡିଆନ ପ୍ରଡକ୍ଟ ବା ନିଜ କଣ୍ଟ୍ରିର ଯୋଉ ପ୍ରଡକ୍ଟ ଥାଏ, ସେ ପ୍ରଡକ୍ଟ ଟା ଯଦି ସେ ଷ୍ଟାଣ୍ଡାର୍ଡ ନ ଆସିଥାଏ, ଆଇଦର ମାର୍କେଟ ପୁରା ଅବସୋଲ୍ୟୁଟ ହେଇଯିବ, ନହେଲେ କଣ ହବ, ସେ ଷ୍ଟାଣ୍ଡାର୍ଡ କୁ ମିଟ୍ କରିବା ପାଇଁ କମ୍ପିଟିସନ କରିବ। ତମେ ଦେଖିଥିବ ନୋକିଆ ଆଜି ସକ୍ସେସ କାହିଁକି, ନୋକିଆ ନୋକିଆ କମ୍ପାନୀ ସକ୍ସେସ କାହିଁକି ହେଲା, ଯୋ ବ୍ରାଣ୍ଡ ନା ମୋବାଇଲ କହିଲେ ସେ ଜମାନାରେ କେବଳ ନୋକିଆକୁ ହିଁ ବୁଝଉଥିଲେ, ଆଉ କାହାକୁ ବୁଝାଉନି। ନୋକିଆରେ କଣ ଭଲ, ତମେ ତ ପାଠ ପଢିଲ ଓକେ, ଆଉ ତମେ କଣ ଶିଖିବ? ଇଏ ଗୋଟେ ପଏଣ୍ଟ କହିଲା, ଆଉ ଗୋଟେ କୁହ, ଆଉ କଣ ହେଇପାରେ ନୋକିଆର, ନୋକିଆର ଫେଲୁଅର ର କାରଣ। ତେବେ ସବୁ ପଏଣ୍ଟରେ ବହୁତ ବହୁତ ଜିନିଷ ଶିଖିବା ଦରକାର, ବହି ବସିଲେ ହବ। ଭେରାଇଟିଜ ଥିଲା, ଏନ୍ ସିରିଜ ର ଗୋଟେ ଥିଲା, ନୋକିଆର ସେତେବେଳେ ଗୋଟେ ଏନ୍ ସିରିଜ ମୋବାଇଲ କିଣିବା ପାଇଁ କମ୍ପିଟିସନ ହେଲା। ଏନ୍ ସିରିଜ ର ଗୋଟେ କ୍ୟାମେରା ମଧ୍ୟ ଥିଲା, ଆଉ ଏନ୍ ସିରିଜ ମୋବାଇଲ ଯାହା ପାଖରେ ଅଛି ତାକୁ ସେ ସମୟରେ ଧନୀ ବ୍ୟକ୍ତି ବୋଲି କୁହାଯାଉ। ନୋକିଆ ସ୍ମାର୍ଟଫୋନ ବାହାର କରିଛି, ଆଉ ନୋକିଆ 1100 ମଡେଲ ସବୁଠାରୁ ବେଶୀ ଚାହିଦା ଥିଲା। ତାକୁ ଟ୍ରକ୍ ତଳେ ଫୋପାଡ଼ି ଦିଅ, ସେ ପୁଣି ବଞ୍ଚିକି ବାହାରିବ, ଆଉ ମୁଁ ଆସିଗଲି, କିଛି ନାହିଁ, ପୁଣି ବାଦାମ ବାଡି ଯିବ, ସେ ଲଗେଇଦବ, ବାସ୍ ଗାଇଡ ତ ଫୋନ ରେଡି। ତମେ ପୁରା ଲାଇଫ ରୁ ବିରକ୍ତ ହେଇଯାଉ, ବାପା ଏ ମୋବାଇଲ ଧରି ଧରି ବିରକ୍ତ ହେଲେ, ଚିନ୍ତା ଲାଗିଲାଣି, କାନ୍ଥରେ ଢୋଟା କରିକି ତ ବାପା ପୁଣି ଇଏ ଭାଙ୍ଗୁନି କଣ ପାଇଁ ହେଲା, ବାତ୍ୟା ବନ୍ୟା କିଛି ଟେନସନ ନାହିଁ, ଥରେ ଚାର୍ଜ କରିଛ 10 ଦିନ ଚାଲିବ, ଯେତେ ଗପିବା କଥା ଗପ। 24 ଘଣ୍ଟା ତମେ ଯଦି ଗପି ଦବ 8 ଦିନ ଧରିକି, ସେ ତଥାପି ତା ଚାର୍ଜ ସରିନଥିବ, ଶୀତ ଅଧା ହେଇଯିବ। ତା ବ୍ୟାଟେରୀ ପାୱାର ଏତେ ଥିଲା ସେ ସମୟରେ, ସେଇଟାକୁ ବେଶୀ ପାୱାରଫୁଲ କରିଦବ। ଆଉ ସେତେବେଳେ ମୋବାଇଲ କହିଲେ ନୋକିଆ, ଆଉ ଚାର୍ଜର କହିଲେ କେବଳ ନୋକିଆ ଚାର୍ଜର ହିଁ ମିଳୁଥିଲା, ଆଉ କୌଣସି ମାର୍କେଟରେ କୌଣସି ଡିମାଣ୍ଡ ନଥିଲା। ସ୍ମାର୍ଟଫୋନ କୁ ସେମାନେ ବି ଗଲେ, ଅନ୍ୟ କମ୍ପାନୀ ବି ଗଲା, କିନ୍ତୁ ନୋକିଆର ପ୍ରଥମ ଡାଉନ ଫ୍ଲୋ ହବାର କାରଣ ହଉଛି କଣ, ଓଭର କନଫିଡେନ୍ସ। ଓଭର କନଫିଡେନ୍ସ, ସିଏ ଜାଣିଲା ଯେ ମୋ ପାଖରେ ଏତେ କଷ୍ଟମର ଅଛନ୍ତି, ତେଣୁ ମୁଁ କଣ କରିବି, ମୁଁ ଆଣ୍ଡ୍ରଏଡ ସହିତ, ଆଣ୍ଡ୍ରଏଡ ଯୋଉ ଏତେ ଫିଚର ଅଛି, ଆ ସହିତ ନ ଚାଲିକି ମୁଁ ମାଇକ୍ରୋସଫ୍ଟ ସହିତ ଯିବି।
से प्रथम तार भूल है कौन से माइक्रोसॉफ्ट जमती एंड्रॉइड तार फीचर फोन बाहर कला एंड्रॉइड ऑपरेटिंग सिस्टम बाहर से माइक्रोसॉफ्ट रे भी बाहर जो माइक्रोसॉफ्ट कंपनी बाहर ये प्रथम आडप्ट कला सी आउ एते पॉपुलर ही पारलानी जो विंडोज 8 ऑपरेटिंग सिस्टम मार्केट को आसला से समय ऑटोमेटिक माइक्रोसॉफ्ट रो भी मोबाइल ऐप बाहर था किंतु से समय एटा खाप खाइलानी का लोक ताको एक्सेस करि पारले यूज करि पारले आ एंड्रॉइड ता बढ़ी चलला किंतु नोकिया से तबे स्ट्रांग डिसीजन नेला ने नोकिया से तबे कोन कला नाइ मु से समस्त एंड्रॉइड जानतो किंतु मु यूनिक ही से तबे यूनिक है थिंकिंग कला किंतु से समय समस्त कंपनी एंड्रॉइड को अडॉप्ट करि नेले आ सैमसंग थिला टॉप रे नोकिया से तबे पर्यंत भी चिंता कलानी जाई जे मु चेंज करि आ जेतबे से चेंज करे को चिंता कला से तबे मार्केट सैमसंग ले सब जगह कस्टमर सैमसंग किने ओके आ सैमसंग को तापरे अल्टीमेटली अन्य कंपनी बसिबो ताको टक्कर देबा पई माइक्रोमैक्स आसे माइक्रोमैक्स कोन कला ये जते जोरे कंपनी गुडा सब बढ़िले जते जते फीचर ऐड करले एंड्रॉइड जते जोरे बढ़ुतिला मोबाइल फोन ना वर्जन भी सेते जोरे बढ़ुतिला स्मार्टफोन ना चाहिदा भी सेते बढ़ु किंतु से हिसाब रे माइक्रोमैक्स कोन कला ताको स्टैंडर्ड से तो मीट हेला पर हमें माइक्रोमैक्स को पसंद कर तो इंडियन कंपनी से ही डाउन मार्केट से तो के नहीं गला ना जते तमे कौन सी मार्केट से समय देखा 2010-12 समय जो जगह थी विवोर गोटे गोटे सब पुतला कर समझ एंड इन एवरी मार्केट तुम जो मार्केट रे तुम विवोर मोबाइल अब एमती भी अच्छा छोट मोट दुकान अच्छी जो कॉलेज छक पाखे गोटे गोटे दुकान दिन पर विवो मोबाइल विवो 11 विवो V7 V7 V5 मॉडल जो सब थिला से मॉडल दिन को से बिक्री करते 400-500 बिक्री इन वन डे छोट दुकान ट्रांजैक्शन अवार्ड भी मिल ओके तो यही सब जिनस भितर नोकिया बहुत पछड़ पड़े जिते रिटेलर मान को सी लोभ देखला जे तुम एति पीस बिक्री तुम फॉरेन ट्रिप जीव ये जीव तो से समय से विवो ही रखले नोकिया पूरा बहुत पछड़ पड़े नोकिया कहले नहीं मु एते ऑफर लेबे मोर तो निजर ब्रांड तो अल्टीमेटली जिते कंपटीशन भितर से स्टैंडर्ड को न आसी पाइला मार्केट भितर ऑब्सोल्यूट ओके तो सेति में से देखला जे पोस्टर्स कंपटीशन तो फॉरेन कंपनी आसले ही जो सब एक्जिस्टिंग कंपनी थिले से माने कंपटीशन स्टैंडर्ड को आसीले आ से माने कम्पीट करिवे अदर सहित जे से स्टैंडर्ड को आनी रखो ब्रेकिंग द VCS circle. The underdeveloped country like India are characterized by the vicious circle of poverty. Poverty is the cause of poverty. Therefore, it is said that India is a poor because it is poor. Neither the people nor government can break the vicious circle. Only an outside force can break it through the inflow of capital, technology, and managerial ability. So here, foreign trade provides the necessary opportunity to bring the foreign capital to break the vicious circle. Vicious circle माने तमे जुआर को जीवा हमें सब बोले तू इंडिया को सर्कुलर टाइप रहती है ओके माने बुली बुली के आसे तमे सही गरीब को ही गरीब रही कारण मनी फ्लो रहु नथला इन्वेस्टर सेते नथिले तो इन्वेस्टर रहिले ताहाले जाकी जे किछि पैसा विनियोग करिवो ताहाले जाकी डेवलप हो जेमति देखो रानीहाट स्कूल की पढ़तो देखो रानीहाट स्कूल रेवेन्सा कॉलेज गर्ल्स स्कूल सर रानीहाट में मैट्रिक तो को स्कूल थे पूरी छे बदामले तो एठी पढ़तला अच्छा देखो एक्चुअली कोन हितला एबे कोन छि रानीहाट हाई स्कूल रो 100 वर्ष पूर्ति पालन हला तो से समय कहला ना गवर्नमेंट 60 कोटी टका डिक्लेयर करिछि रानीहाट हाई स्कूल रो डेवलपमेंट 60 कोटी रो हां तो स्कूल टाको डेवलप करे 60 करोड़ पर से स्कूल ले कोन कोन सब लागि केते केते फीचर केते केते इंफ्रास्ट्रक्चर सब बढी तो जते बळे पैसा लागियो से समय कोन आसीबो डेवलपमेंट जते से कैपिटल लगाउछि से काम करिया पई आ फॉरेन नु तो लोक आसीबेनी ताको काम करिवे के लोकल लोक काम करिवे
ଯେତେବେଳେ ଲୋକାଲ ଲୋକ କାମ କରିବେ ତାଙ୍କର ଇନକମ ବି ବଢିବ। ଧର ଯୋଉ ମୂଲିଆ କିମ୍ବା ମଜୁରିଆ ଥିବେ ସେ ଧର ବର୍ଷକର କେତେ ଦିନ କାମ ପାଉନଥିବେ, କିନ୍ତୁ ଯେତେବେଳେ 60 crore ପ୍ରୋଜେକ୍ଟ ଲାଗିଲା, ଗୋଟେ ବଡ ବିଲ୍ଡିଂ ଟେ ହବ, ତ ସେ ସମୟରେ ସେମାନେ ନିହାତି 6-7 ବର୍ଷ ତ ଏନଗେଜ ହେଇପାରିବେ। ତ ତାଙ୍କର ଯୋଉ ସ୍ତର ଥିଲା ବଞ୍ଚିବାର, ଯୋଉ କଣ ଇନକମ ଥିଲା, ସେ ଇନକମ ରିସୋର୍ସ ଟା ବି ତାଙ୍କର ବଢିବ। ତ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ଇଜ ହ୍ୱାଟ ରିକ୍ୱାର୍ଡ। ଆଉ ଏଇଟା ଯଦି ନ ଆସିଲା ତାକୁ ବ୍ରେକ୍ କରିବା, ଗୋଟେ ଏକ୍ସଟର୍ନାଲ ଫୋର୍ସ ଆପ୍ଲାଏ ନ ହେଲେ ବା ଏକ୍ସଟର୍ନାଲ କ୍ୟାପିଟାଲ ଯଦି ଆମର ନ ଆସିବ, ତାହେଲେ ଏଇ ସର୍କଲ ଟା କେବେ ଭାଙ୍ଗିବ। ସେଥିପାଇଁ ଇଣ୍ଡିଆନ ଫରେନ୍ ପଲିସି ଯେତେବେଳେ ଆପ୍ଲାଏ କରାଗଲା, ସେ ସମୟରେ ବାହାର କମ୍ପାନୀ ମାନେ ସେମାନଙ୍କର ପ୍ରଡକ୍ଟ ଏଠି ଲଞ୍ଚ କରିବା ପାଇଁ ଇନଭେଷ୍ଟମେଣ୍ଟ କଲେ। ଇନଭେଷ୍ଟମେଣ୍ଟ କଲେ ସେଠୁ ଅପରଚୁନିଟି ଆସିଲା। ତମେ ଦେଖ, ଅଏଲ ରିଫାଇନାରୀ ପାରାଦୀପରେ ହେଇଛି, ତ ସେଇଟା ଆକ୍ଚୁଆଲି କାହାର ଟେକ୍ନୋଲୋଜି ମିଶେଇ ୟୁଜ। ଆଉ ସେଠି ଏମ୍ପ୍ଲୟି ଯୋଉ ସବୁ ଇଞ୍ଜିନିୟର ଅଛନ୍ତି, କୋଉଠିକାର ଇଞ୍ଜିନିୟର ଅଛନ୍ତି, କୋରିଆର ଅଛନ୍ତି, ସାଉଥ କୋରିଆର ସବୁ ମାନେ ପାଖାପାଖି ବହୁତ ଲୋକ ସେଠି ଅଛନ୍ତି, ସବୁ ଇଞ୍ଜିନିୟର ମାନେ ଆସିକି ସେଟା କରୁଛନ୍ତି। କିନ୍ତୁ ସାଉଥ ମାନେ ଏତେ ବଡ ଇଣ୍ଡଷ୍ଟ୍ରି ଦେଖ, ଅଏଲ ରିଫାଇନାରୀ ଇଜ ବିଗର ଜାଗା ସେ ନେଇଛି ମାନେ ପାରାଦୀପରେ। କିନ୍ତୁ ସେଠି କଣ କେବଳ ସାଉଥ କୋରିଆ ଲୋକ ହିଁ ଅଛନ୍ତି? ତ ସେ ଯୋଉ ପାରାଦୀପ ଯୋଉ ଛୋଟିଆ ଜାଗାଟା ଅଛି, ସବୁ ତ ସାଉଥ କୋରିଆ ଲୋକ ରହିବେ। କେବଳ ତାଙ୍କୁ ଇନଷ୍ଟ୍ରକ୍ଟ ଦବା ପାଇଁ କିଏ ରହୁଛନ୍ତି ନା ସାଉଥ କୋରିଆର ଲୋକ ରହିବେ। କିନ୍ତୁ ଟୋଟାଲ ଯୋଉ ମ୍ୟାନେଜମେଣ୍ଟ ଯାହା ସବୁ ରହିଲା ବା ଲେବର ଯାହା ସବୁ ରହିଲେ, ଇଏ ସବୁ କୋଉଠିକାର ରହିଲେ? ସବୁ ସେଇ ପାଖାପାଖି ଅଞ୍ଚଳର ଲୋକ ରହିଲେ। ସେମାନେ ରିଫାଇନାରୀରେ କାମ କଲେ, ସେମାନେ ହାୟର କଲେ କାହାକୁ? ସେ ଇଞ୍ଜିନିୟର ହାୟର କଲେ ଲୋକାଲ କେତେକି ଯୋଉମାନେ ମ୍ୟାନ ପାୱାର ଜଗେଇବେ, ତ ସେମାନଙ୍କୁ ଗୋଟେ ପଇସା ଦିଆଗଲା, ଭାଇ ମୁଁ ତତେ ଏତିକି ଟଙ୍କା ଦେବି, 5 ଲକ୍ଷ ଦେବି, ଆଉ ତୁ ମ୍ୟାନ ପାୱାର ମତେ ଜଗେଇବୁ। ସିଏ କଣ କଲା, ମୁଁ ବି ମୁନାଫା ରଖିବି, ମୁଁ 2 ଲକ୍ଷ ରଖିବି, 3 ଲକ୍ଷ ଲେବରକୁ ଦେବି, ଆଉ ତାଙ୍କୁ ଆଣିକି କାମ କରିବି। ସେମାନେ ଆସିକି ସେ ଲେବରକୁ ଟ୍ରେନିଂ ଦେବେ, ଆଉ ସେ ଲୋକ ଯିଏ ସିଏ ଏନସିଓର କରିବ, ଏ ଲୋକ କହିଥିବ, ଇଞ୍ଜିନିୟର କହିଥିବ, ମତେ ପ୍ରତ୍ୟେକ ଦିନ 500 ଲୋକ ଦରକାର, ମାନେ ତୁ 500 ଲୋକ ଦବୁ, ସେତିକି ପାଇଁ ମୁଁ ତତେ ଏତିକି ପେମେଣ୍ଟ କରିବି। କିନ୍ତୁ ଦିନେ 500ରୁ 499 ହବନି, ତ ତା ମୁଣ୍ଡରେ ବି ସେ ଟେନସନ। ଠିକ ଅଛି, ତ ସିଏ କଣ କରିଥିବ, ତାକୁ ସର୍କୁଲେଟ କରିବ। ତ ଇଏ କଣ କଲା, ଆକୁ ଲୋକ ଦରକାର, ସିଏ ଲୋକ ଜଗେଇଲା, ଇଏ କାମ କରିବା ଦରକାର, ଗୋଟେ କମିଲେ ତାର କଣ୍ଟ୍ରାକ୍ଟ ଟା ସେଠି କ୍ୟାନସେଲ ହେଇଯିବ। ତ ଏଇ ହିସାବରେ କାମ ହେଲା। ଯେତେବେଳେ କାମ ହଉଛି, ସେ ସମୟରେ କଣ ହେଲା ନା, ଯୋଉ ପାଖାପାଖି ଲୋକ ଯିଏ ବୁଲୁଥିଲେ, ତ ସେମାନେ କାମ କରିବେ। ତ 500 ଲୋକ ଦରକାର, କୋଉଠୁ ଆସିବେ ତେବେ? ତ ଗାଁରେ ଯେତିକି ସବୁ ଲୋକ, ଆଡେ ଏତେ ଟଙ୍କା ପାଇଗଲେ, ତ ଲୋକରେ ଗଲେ କାମ କରିବା। ତେଣୁ ଅଲ୍ଟିମେଟଲି କଣ ହେଲା, ଯୋଉ ପିଲା ସେଠି ବାହାରେ ବୁଲୁଥିଲେ ସେମାନେ ଇନକମ କରିବାର କ୍ଷମତା ପାଇଲେ, ତାଙ୍କର ଇନକମ ଇଏ ବି ବଢିଲା। ଆଉ ତାଙ୍କର ଗୋଟେ ଘରୁ 2-2 ଜଣ ଲୋକ କାମ କଲେ, 3-3 ଜଣ ଲୋକ କାମ କଲେ। ଯୋଉ ଘରେ ଇନକମ ନଥିଲା, କେବଳ ଚାଷ ଉପରେ ନିର୍ଭର କରୁଥିଲେ, ସେ ଘରେ 3 ଜଣ 4 ଜଣ 25,000 ରୋଜଗାର କଲେ। ତ ଏଇଟା ହଉଛି କ୍ୟାପିଟାଲ ଇନଭେଷ୍ଟମେଣ୍ଟ ର ମାନେ ଫଳାଫଳ ଆସେ। ଯେତେବେଳେ ଫରେନ୍ କମ୍ପାନୀ ଆସେ, ତାଙ୍କର ମୂଳ ଲୋକ ରୁହନ୍ତି, କିନ୍ତୁ ତାକୁ ଗ୍ରାଉଣ୍ଡରେ କାମ କରିବା ପାଇଁ ଲୋକାଲ ଲୋକଙ୍କର ନିହାତି ଜରୁରୀ। ଲୋକାଲ ଲୋକ ଥ୍ରୁରେ ରହିବ। ବୁଝିହଉଛି? ସଞ୍ଜୀବ ଭାଇ ଏଠି କେତେ ବର୍ଷ ହେଇଯିବ? 9 ବର୍ଷ ରହିଗଲେ, ତେବେ ନୂଆ ଆସ। ଇନକ୍ରିଜ ଇନ୍ ଏମ୍ପ୍ଲୟମେଣ୍ଟ, ଯେତେବେଳେ ଏଇ ଯୋଉ ଇନକ୍ରିଜ ଇନ୍ ଏମ୍ପ୍ଲୟମେଣ୍ଟ ବି ଏଇ ଅଣ୍ଡରରେ ମୁଁ କହିଦେଲି। ଆଚ୍ଛା, ଇଣ୍ଡିଆନ ଫରେନ୍ ଟ୍ରେଡ ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ କଣ ଆକ୍ଚୁଆଲି ହେଇଥିଲା ଦେଖ। During the colonial era, Indian volume of trade was very low. India was forced to import less than export. The resulted in surplus of trade balance. The surplus was the mean by which transfer of wealth was effected from the colony to Britain. This transfer included the salary and pensions of civil servants, interest of sterling loans, and dividends on the British capital invested in India. Most of the Indian foreign trade were with the England, Commonwealth country. India was mainly exporting the primary product, raw material, tea, cotton, leather, jute product, handicraft, textile, oil seeds, etc.
the main item of import were finished consumer good machine tools chemical iron steel. This was the clearly symptoms underdevelopment as traditional item dominated the structure of our export. Actually कौन होता इंडिया रे जो हिस्ट्री जो कहला इंडिया रे सब प्रकार रॉ मटेरियल्स हम पाखे अवेलेबल किंतु ताको प्रोसेस करिया पाई जो टूल्स सब दरकार से टूल्स हम पाखे नथिले तो हमर जो सब एक्स्ट्रा इनकम सब आसुतला बा एक्स्ट्रा ग्रेन फूड ग्रेन सब आसुतला से ग्रेन गुडा को यूटिलाइज नहीं करू बुझला जेमते कि रहला लेदर ଆଉ ବହୁତ ପ୍ରକାର ଆମର ଯୋଉ ପଶୁପାଳନ କରୁଥିଲେ ଗାଈ ଇଏ ସବୁ ବନଉଥିଲେ ତ ଗାଈ ଯେତେବେଳେ ଗୋଟେ ପର୍ଟିକୁଲାର ଟାଇମ ପିରିୟଡ ପରେ ମରି ଯାଉଥିଲା ତାକୁ କଣ ପୋଡି ଦଉଥିଲେ ନା ପୋତି ଦଉଥିଲେ କିନ୍ତୁ ତାଙ୍କ ଚମଡାରେ ଜୋତା ବନାଉଥିଲେ ତାଙ୍କ ଚମଡାରେ ବାଜା ବନାଉଥିଲା ତ ତାକୁ ପୁଣି ରିସାଇକେଲ କରିବା ଓକେ ତ ସେ ଯୋଉ ରିସାଇକ୍ଲିଂ ପାଇଁ ଯୋଉ ଜିନିଷଟା ସେଟା ହେଇପାରୁନି ତେଣୁ ସେଟା ୱେଷ୍ଟେଜ ହିସାବରେ ରହେ କିନ୍ତୁ ଏବେ ବ୍ରିଟିଶ ମାନେ ସେମାନେ କଣ କଲେ ନା ସେମାନେ ଏଇ ଟୁଲ୍ସ ଗୁଡାକ ପକେଇକି ଅଧିକରୁ ଅଧିକ ଇମ୍ପୋର୍ଟ ଆଉ ଏକ୍ସପୋର୍ଟ କଲେ ଓକେ ତ ପ୍ରଥମ ପ୍ରଥମ ଆମେ ତାକୁ ବିରୋଧ କଲେ ଗାଈ ନତା ଏ ସବୁ କହିକି ଆମର ଟ୍ରାଡିସନାଲ ୟୁଜ କରିକି କଲେ କିନ୍ତୁ ଲାଟର କଣ ହେଲା ସେଇଟା ହିଁ ଗୋଟେ ଇଣ୍ଡଷ୍ଟ୍ରି ହିସାବରେ ହେଲା ଓକେ ତ ଯେତେବେଳେ କୌଣସି ଜୀବ ଏଇ ସବୁ ମରିଯାଉଥିଲା ଯାହା ଚମଡା ବହୁତ ଅଧିକ କଷ୍ଟଲି ସେଇ ଚମଡାକୁ ସେମାନେ ୟୁଟିଲାଇଜ କଲେ ଓକେ ଯେମିତି କହିଲା ଆମର ଆମେ ଇଏ କରୁଛେ ଯୋଉ ରୋଷେଇ କରୁଛେ ସୋରିଷ ତେଲ ଆଉ ଗୋଟେ ହଉଛି ରିଫାଇନ ତେଲ ରିଫାଇନ ତେଲ ଆମେ ବାହାର କରିପାରୁ ରିଫାଇନ ତେଲ ଯେତେବେଳେ ବାହାରୁଥିଲା ତ କେମିତି ତା ପ୍ରୋସେସ କେମିତି ରିଫାଇନ ତେଲ ବା ସେଟା କୋଉଠି ତମେ ପା ରୋଷେଇ କରିଦଉଛ ସୋରିଷ ତେଲ ଗୋଟେ ରିଫାଇନ ସେଟା କେମିତି ରିଫାଇନ ତେଲର ଆଉ ସବୁଠୁ ଭଲ ତେଲ ଯୋଉଟା କି ତମର ଦେଖାଯାଏ ଆଡଭର୍ଟାଇଜମେଣ୍ଟ ତମ ହାର୍ଟ କୁ କିଛି ପ୍ରୋବ୍ଲେମ ହବନି ଫର୍ଚୁନ ଫର୍ଚୁନ ସନଫ୍ଲାୱାର ଆଚ୍ଛା ଯେ ସନଫ୍ଲାୱାର ଟା କଣ ଓଡିଆରେ ସୂର୍ଯ୍ୟମୁଖୀ ସୂର୍ଯ୍ୟମୁଖୀ ଘର ବାଡି ପଟେ ଲଗା ହଉଥିଲା ଫୁଟୁଥିଲା ପଡି ଯାଉଥିଲା ଆମେ କଣ ପାଉଥିଲେ କିଛି ପାଉଥିଲେ କିଛି ପାଉଥିଲେ ଆମେ ଖାଲି ଗଛ ଲଗାଉଥିଲା ସୂର୍ଯ୍ୟ ଆସିଲେ ସେ ଗାଡକୁ ମୁହ କରୁଥିଲା ପୁଣି ଯେତେବେଳେ ସୂର୍ଯ୍ୟ ଅସ୍ତ ହଉଥିଲା ସେ ଗାଡକୁ ଆମେ ଡିସ୍କୋ ଦେଖୁ କିନ୍ତୁ ସେ ଡିସ୍କୋରୁ ଏମାନେ କଣ କଲେ ଅଟୋମେଟିକ ସେମାନେ କଣ କଲେ ସନଫ୍ଲାୱାର ତେଲ ଯାହାକୁ ଆମେ କହୁଛେ ନା ଏଇ ତେଲଟା ଖାଇଲେ ଆମର ହାର୍ଟ ଟା ସୁରକ୍ଷିତ ରହିବ ବୁଝିଲ ରିଫାଇନ ତେଲ ଯେତେବେଳେ ତାର ୱେଷ୍ଟେଜ ଯୋଉ ଆସୁଥିଲା ସେ ୱେଷ୍ଟେଜ କୁ ଫୋପଡା ଯାଉଥିଲା ତ ତା ଦେହରୁ ଆମେ इंडियन भेज मटन तैयारी करो कौन दे बस इंडियन भेज मटन सोयाबीन इंडियन भेज मटन सोयाबीन को तो से सोयाबीन टा खाद्य आसेला जो लास्ट प्रोडक्ट रहिला तेल बाहर साला करे से लास्ट प्रोडक्ट का होची तम सोयाबीन ताको गुला गुला करके साइज हिसाब से बना दो तेरा सोयाबीन रे ଆଉ ସେଟାକୁ ସୋୟାବିନ୍ ଟାକୁ ବେଶୀ ହେଲ୍ଦି କୁହାଯାଉଛି ତମକୁ ଯଦି ମାନେ ପ୍ରୋଟିନ ଅଛି ତାପରେ ତମେ ଯଦି ମୋଟା ଫୋଟା ନ ହବାର ଅଛି ତାହେଲେ ସୋୟାବିନ୍ ବେଶୀ ସକାଳୁ ଉଠିଲେ ସୋୟାବିନ୍ ଟାକୁ କଣ କରୁଥିଲେ ଭାଜି ଦେଇକି ଖା ଓକେ ଘରେ ସେଇ ବିଷୟ କରୁଥିଲେ ହ୍ୟାଲୋ ଚମड़ा ସେଇଟା ସେଇଟା ମାନେ କେମିତି କୋଉ ଇଏରେ ସେଟା ମୁଁ କହିପାରିବିନି କିନ୍ତୁ ସେଟା ଚମଡ଼ାରେ ହିଁ ହୁଏ ଏବେ ବି ପଚାରେ ଚମଡ଼ାରେ ହିଁ ନାଇଁ ସେଇଟା ଥିଲା ମାନେ ଆନିମଲ ସବୁ ଆନିମଲ କେତେ ଆନିମଲ ମରନ୍ତେ ଏବେ ତ ଆନିମଲ ହିଁ ନାହାନ୍ତି କୋଉଠି ଖୋଜି ଖୋଜିକା ମାରିବ ସାବୁନ ୟୁଜ କରିବା କିନ୍ତୁ ସେ ଯୋଉ ବାଜା ସେ ସବୁ ସେ ସମୟରେ ତିଆରି ହଉଥିଲା କିନ୍ତୁ ଏବେ
ହୁଏ ତ ସେ ଜିନିଷ କମି ଯାଇଛି ଏବେ ସବୁ ଅଟୋମେଟିକ ସିଷ୍ଟମ ମନ୍ଦିର ପାଖରେ ସବୁ ଆସିବ ଅଟୋମେଟିକ ବାଜା ବାଜିବ ଯୋଉ ମେସିନ ଟା ଆଉଟଡୋର ଯୋଉ ଲାଗୁଛି ସେଟା ବି ସ୍କିଲ୍। ସେ ଏବେ ସେ ପ୍ରଡକ୍ଟ ବୋଧେ ଚେଞ୍ଜ କରିବେ କିନ୍ତୁ ସ୍କିଲ୍ ନହେଲେ ବାଜିବନି ସ୍କିଲ୍ ନହେଲେ ଢୋଲ ବାଜିବନି ଏଇଟା ଆମର ଆରେ ହାତରେ ବଜୁଛନ୍ତି ସେଇ ଯୋଉ ଲାଗୁଛି ସ୍କିନ୍ ନହେଲେ ବାଜିବ ସେ ଯାହା ହେଲେ ଗୋଟେ ସ୍କିନ୍ ସେଟା ରହୁଛି କୋଉଟା ସିଏ ବାଜିବ ସିଏ ବାଜିବା ଦେଖ ସେଟା ଡୁମ୍ ଡୁମ୍ ହେଇକି ସାଉଣ୍ଡ ହବ ସେଟା ଜାବଡା ମାରିଲା ଭଳିଆ ଲାଗୁଛି ଓକେ ଆଗରୁ କଣ ହଉଥିଲା ଇଣ୍ଡିଆର ଏକ୍ସପୋର୍ଟ ଟା ବହୁତ କମ ଥିଲା ମାନେ ଆମର ଯାହା ସବୁ ଜିନିଷ ଆସୁଥିଲା ବାହାରକୁ ଏତେ ଏକ୍ସପୋର୍ଟ ହେଇପାରୁନି ଟମାଟୋ କିଲୋ କେତେ ଆମେ କେତେ ଖାଉ? 15 ଟଙ୍କା କିଣିଛୁ କେବେ କିଣିଛୁ କିଣିଛୁ କେବେ ଟମାଟୋ କିଣିଛୁ ମାର୍କେଟ କେବେ ଯାଉଛୁ କିଛି ନଲେଜ କିଛି ନା ଖାଇବୁ ଟମାଟୋ କିଣିଛୁ ଟମାଟୋ ଘରର ରାସନ କିଏ କିଣ ଏକ ଦୁଇ ଦୁଇ ଜଣ ଇଏ ସବୁ ଇଏ ହୋଟେଲ ତ ଆମେ ଟମାଟୋ କିଣୁଛେ 20 ଟଙ୍କାରେ କିନ୍ତୁ ଚାଷୀ ତାକୁ 1.5 ଟଙ୍କାରେ ବିକୁଛି ଆଉ ତାକୁ ଫୋପାଡ଼ି ଦଉଛି 1.5 ଟଙ୍କା imagine। ଆମେ କିଣୁଛେ 20 ଟଙ୍କାରେ ଚାଷୀ ବିକୁଛି 1.5 ଟଙ୍କା ବେପାରୀ ଆମକୁ ଦଉଛି 20 ଟଙ୍କାରେ ବିକୁଛି ତ ସେ କେତେ ଟଙ୍କା ଲାଭ ପାଇଲା 18 ଟଙ୍କା 50 ପଇସା ସେ ଲାଭ ପାଇଲା କିନ୍ତୁ ଚାଷୀ ଏତେ ଟମାଟୋ ହଉଛି ସେ ତାକୁ ଫୋପାଡ଼ି ଦଉଛି ବିକ୍ରି ହେଇପାରୁଛି କାହିଁକି ନା ଏକ୍ସପୋର୍ଟ କରିବାର ଯୋଉ ବ୍ୟବସ୍ଥା ନାହିଁ ତ ସେଥିପାଇଁ କଣ ହଉଛି ଷ୍ଟୋରେଜ ସିଷ୍ଟମ ନାହିଁ ଏକ୍ସପୋର୍ଟ କରିବା ପାଇଁ ବି ଜିନିଷ ନାହିଁ ଆମ ପାଖରେ ପହଞ୍ଚି ପାରୁନି ଆମ ପାଖରେ ପହଞ୍ଚି ତ ଆମେ ସେମିତି ସବୁଦିନ ଖଟା ଖାଆନ୍ତୁ ହେଲା ଟମାଟୋ ଚକଟା ଟମାଟୋ ପୋଡା ସବୁ ପୋଡା ପୋଡି ଚାଲା 1.5 ଟଙ୍କାରେ ମିଳିଲେ ତ 1.5 ଟଙ୍କାରେ ମିଳୁଛି ଆମେ ପାଉଛେ 20 ଟଙ୍କା ତ ଆମେ ଭାଇ 250 ଦେ କି 100 ଗ୍ରାମ ଦେ କହିକି ଚଳେଇ ଦଉଛେ କିନ୍ତୁ ଯଦି 1.5 ଟଙ୍କା 2 ଟଙ୍କାରେ ମିଳନ୍ତା ଆମେ ଡେଲି ଟମାଟୋ ପୋଡା ଖାଆନ୍ତୁ କରନ୍ତୁ ନାହିଁ ସେ ତ ଏଇ ସବୁ ଜିନିଷ କାହିଁକି ହଉଛି ନା ଏକ୍ସପୋର୍ଟ ଫ୍ୟାସିଲିଟି ଅଧିକା ରହୁଛି ତ ପ୍ରଡକ୍ଟ ଯୋଉ ସବୁ ରହୁଥିଲା ସେ ପ୍ରଡକ୍ଟ ଗୁଡାକ ଆମର ସବୁ ଲସ୍ ହଉଛି କପଡା ଚାଷ ସେମିତି କଣ ହଉଥିବ ନ୍ୟୁଜରେ ଦେଖୁଥିବ ଚାଉଳ ମଣ୍ଡିରେ ଚାଉଳ ଧାନ ଗୁଡାକ ତାକୁ ବିକି ହେଇପାରୁନି